ମହତ୍କୋଳେ ଭବେ ମର୍ଯ୍ୟାଦା ବୃଦ୍ଧି ମହତ୍କୋଳେ ଭବେ ମର୍ଯ୍ୟାଦା ବୃଦ୍ଧି ବିଦ୍ୟା ବଳେ ହୁଏ ବିଚିତ୍ର ବୁଦ୍ଧି ଯେଡ଼େ ଶୋଭାବନ୍ତ ତେଡ଼େ ଚିତ୍ତ ଲୋଭ ହୁଏ ବିଦିତ। ଏ ପ୍ରୀତି ମୁଁ କହିଲି ଯେ କେବଳ ରାଧା ଏବଂ କୃଷ୍ଣଙ୍କ ପାଖରେ ଏ ପ୍ରୀତି ସମ୍ଭବ ଥିଲା। ଆଉ ଯେତେ ସବୁ ସାଂସାରିକ ପ୍ରୀତି ପ୍ରଣୟୀ ପ୍ରଣୟିନୀ ପ୍ରେମିକ ପ୍ରେମିକା ଯୁବକ ଯୁବତୀ ଇତ୍ୟାଦି ଯେଉଁ ପ୍ରେମ ଏଗୁଡ଼ା ସମ୍ଭୋଗ ଲାଳସା ରହିଛି। ଦୈହିକ ଲାଳସା ରହିଛି। ସେଇଥିପାଇଁ ଆପଣ ଜଣେ ଯୁବତୀ ଆଉ ଜଣେ ଯୁବକକୁ ଭଲ ପାଉଛି ବା ଯୁବକ ଯୁବତୀକି ଭଲ ପାଉଛି, ପ୍ରେମିକ ପ୍ରେମିକା ସାଜି ଯାଉଛନ୍ତି। କିଛି ଦିନ ପରେ ଆପଣ ଦେଖିବେ ଏସବୁ ଛାଡ଼ବାଡ଼ ହେଇଯାଉଛି। କାହିଁକି ନା ସେଥିରେ କାମ ଲାଳସାର ଯେଉଁ ଗନ୍ଧ ରହିଲା ଯାହାକି ରାଧାଙ୍କ ପାଖରେ ମୋଟେ ନଥିଲା। ଏଣୁ ଦୁହେଁ ଅନୁରୂପ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ମଧ୍ୟ ନଥିଲା। ଏଣୁ ଏ ଦୁହେଁ ଅନୁରୂପ ଭାବରେ ପରସ୍ପର